ପ୍ରତି 4 ଜଣରେ ଜଣକୁ ନେଉଛି ଦିଲ୍ଲୀ ପ୍ରଦୂଷଣ। ନୂଆଦିଲ୍ଲୀ ପ୍ରାକୃତିକ ପରିବେଶର ସୁରକ୍ଷା ପ୍ରତି ଆମେ ଓ ଆମ ସରକାର ପ୍ରଯତ୍ନ ନ କଲେ ଦେଶବାସୀଙ୍କୁ ତାର ପ୍ରତିଫଳ ଭୋଗିବାକୁ ପଡ଼ିବ। ବିକାଶ ଦୌଡ଼ରେ ସାମିଲ ସରକାରଙ୍କ ତ୍ରୁଟିପୂର୍ଣ୍ଣ ପଦକ୍ଷେପ କାରଣରୁ ଦେଶର ପ୍ରମୁଖ ସହରଗୁଡ଼ିକ କ୍ରମେ ବିଷାକ୍ତ ହୋଇଯାଉଛି। ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ରାଜଧାନୀ ନୂଆଦିଲ୍ଲୀରେ ବସବାସ କରୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଉଦ୍ବେଗଜନକ ତଥ୍ୟ ଉପସ୍ଥାପନ କରିଛି। ମେଡିକାଲ ସାର୍ଟିଫିକେଟ ଅଫ୍ କଜ୍ ଅଫ୍ ଡେଥ୍ ରିପୋର୍ଟ ଅନୁସାରେ 2023 ମସିହାରେ ଦିଲ୍ଲୀରେ ବର୍ଷକୁ ଯେତିକି ଜୀବନ ହାରୁଛନ୍ତି, ସେମାନଙ୍କ ଭିତରୁ ପ୍ରତି 4 ଜଣରେ ଜଣେ ଶ୍ୱାସଜନିତ ରୋଗରେ ପୀଡ଼ିତ। ରାଜଧାନୀ ନୂଆଦିଲ୍ଲୀରେ ପ୍ରତି 9 ଜଣଙ୍କ ଭିତରୁ ଜଣେ ଶ୍ୱାସଜନିତ ରୋଗରେ ପୀଡ଼ିତ ହୋଇ ମରୁଛନ୍ତି। 2023 ମସିହାରେ ରାଜଧାନୀ ନୂଆଦିଲ୍ଲୀରେ ପ୍ରାୟ 21,000 ଜଣ ଯକ୍ଷ୍ମା, ହଇଜା, ତରଳ ଝାଡ଼ା ଓ ହେପାଟାଇଟିସ୍ ବି ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଜୀବନ ହରାଇଛନ୍ତି।